ଅବହେଳିତରେ ପଡ଼ି ରହିଛି ଅର୍ଦ୍ଧକପାଳିନୀ ମାଙ୍କ ପୀଠ। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଘୁମୁସର ସାଂଗଠନିକ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧୀନରେ ଥିବା ଲଗୁଡୁ ଗ୍ରାମରେ। ଯୁଗ ଯୁଗ ଧରି ମା ଅର୍ଦ୍ଧକପାଳିନୀ ଲଗୁଡୁ ଗ୍ରାମର ଏକ ଗହିରମାଳ ଭିତରେ ଥିବା ଏକ ଲଟାବୁଦାରେ ପରିପୂର୍ଣ୍ଣ ଅବସ୍ଥାରେ ମା ପଡ଼ି ରହିଛନ୍ତି। ମାନସିକଧାରୀ ମାନେ ଆସିଲେ ମାଙ୍କ ପୀଠକୁ ସଫେଇ କରିଥାନ୍ତି, ପରେ ପୁଣି ତରୁଲତା ମାଡ଼ି ଯାଇଥାଏ। ମାଙ୍କ ପୀଠରେ ବହୁ ଶ୍ରଦ୍ଧାଳୁ ମାନେ ଦୂର ଦୂରାନ୍ତରୁ ମାଙ୍କ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ପୀଠକୁ ଯିବା ପାଇଁ ରାସ୍ତା ଖଣ୍ଟିଏ ନାହିଁ। ସରକାର ଗ୍ରାମର ଉନ୍ନତି କରିବା ସହିତ ସମସ୍ତ ମନ୍ଦିରର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ମା ଅର୍ଦ୍ଧକପାଳିନୀ ପୀଠ ପାଇଁ କୌଣସି ଅନୁଦାନ ମିଳୁନଥିବା କହିଛନ୍ତି ଗ୍ରାମବାସୀ। ଯାହାଫଳରେ ସେଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାକି ମାସେଠାରେ ଯୁଗ ଯୁଗ ଧରି ଲତା ବୁଦା ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମାଙ୍କ ପୀଠ ତିଆରି କରିବା ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁବିଧା ମିଳିନଥିବା କହୁଛନ୍ତି ଗ୍ରାମବାସୀ। ମାଙ୍କ ପୀଠ ନିର୍ମାଣ ଓ ଗମନାଗମନର ସୁବିଧା କରିବା ନିମନ୍ତେ ସରକାରଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ। ଅର୍ଦ୍ଧକପାଳି ବୋଲି ପ୍ରଭୁଙ୍କର ନାଁ, ଅଧା ଶିବ ଅଧା ପାର୍ବତୀ। କିନ୍ତୁ ଆମ ଲୋକମାନେ ଆମେ ନିଜ ଅନୁଭବ କରୁଛୁ ଯେ ମୁଣ୍ଡ ଯଦି ଅର୍ଦ୍ଧକପାଳି ବଥଉଥାଏ, ତାହେଲେ ଯଦି ପ୍ରଭୁଙ୍କ ପାଖରେ ଆମେ ପ୍ରାର୍ଥନା କରି କହିବା, ହେ ପ୍ରଭୁ ମୋର ଅର୍ଦ୍ଧକପାଳି କେମିତି ଭଲ ହେଇଯିବ, ମୁଁ ଆପଣଙ୍କ ପାଖରେ ଭୋଗ ଦେବି, ତାର କିଛି ସମୟ ପରେ ପ୍ରଭୁଙ୍କ ଆଶୀର୍ବାଦରେ ଆଜ୍ଞା ଠିକ୍ ହେଇଯାଏ। ସେଥିପାଇଁ ଆମର ଗୋଟେ ବିଶ୍ୱାସ ରହିଛି ଯେ ପ୍ରଭୁଙ୍କର ମନ୍ଦିରରେ ସହିଲେ ଏସବୁ ଦୂର ହୋଇଯାଏ। ବହୁତ ଦୂର ଦୂରାନ୍ତରରୁ ଲୋକ ଆସନ୍ତି। କିନ୍ତୁ ଗୋଟିଏ କଥା ଆଜ୍ଞା, ଆମେ ପ୍ରଶାସନ ପାଖରେ ବହୁତ ଥର ବାରମ୍ବାର ଅଭିଯୋଗ କରିଥିବା ସତ୍ତ୍ୱେ ବି କୌଣସି ପ୍ରଶାସନ ଆ ପ୍ରତି ଦୃଷ୍ଟି ଦେଇନାହିଁ। ବର୍ତ୍ତମାନ ବି ଆମେ ସରକାରଙ୍କ ପାଖରେ ଦାବି କରୁଛୁ ଯେ ସରକାରଙ୍କର କିଛି ଅନୁଦାନ ସାହାଯ୍ୟ ହୋଇ ଯଦି କୌଣସି ଉନ୍ନତି ମାର୍ଗରେ ଯାଆନ୍ତା, ଉନ୍ନତି ହୁଅନ୍ତା, ତାହେଲେ ଆମେ ଗ୍ରାମବାସୀ ବହୁତ ଉପକୃତ ହୁଅନ୍ତେ। ମୋ ନାଁ ହେଉଛି ଜଗନ୍ନାଥ ଖଟୁଆ। এই যে ঠাকুর অଛନ୍ତି কি ঠাকুর କ'ଣ କେବେଠାରୁ ଅଛନ୍ତି? ଅର୍ଦ୍ଧକପାଳି ନାମରେ ପରିଚିତ, ଅଧା ଶିବ ଅଧା ପାର୍ବତୀ। ଆମେ ତ ଜାଣିନୁ ଅବହେଳିତ ଜାଗାରେ ଅଛନ୍ତି ମହାପୁରୁ। ଆଉ ଦୂର ଦୂରରୁ ଆସନ୍ତି, ଭୁବନେଶ୍ୱର ସବୁଆଡ଼ୁ ଆସନ୍ତି। ଯଦି ସରକାରର କୋଟି କୋଟି ଟଙ୍କା ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି, ଯଦି ଅନୁଦାନ ଆଇଥାନ୍ତା ହେଲେ ଭଲ ହୁଅନ୍ତା। ଆଉ ଆମର ରାସ୍ତା ବି ନାହିଁ, ରାସ୍ତା ଟିକେ ହେଲେ ଭଲ ହୁଅନ୍ତା। ଆଉ ସରକାରକୁ ପାଖରେ ଅନୁରୋଧ। ଲୋକେ ଆସୁଛନ୍ତି, ଲୋକ ଆସୁଛନ୍ତି, ଭୁବନେଶ୍ୱର ଆଡ଼ୁ ଆସୁଛନ୍ତି। ମୋ ପାଖରେ ମୋତେ ନମ୍ବର ଦେଇଛନ୍ତି ବି। ଆସୁଛନ୍ତି ଲୋକେ? ଆଜ୍ଞା ଆସୁଛନ୍ତି ଭୁବନେଶ୍ୱର ଚାରିଆଡ଼ୁ, ଯାହାର ମନର ଅଧା ମୁଣ୍ଡ ବଥୁଥିବ। ଯଦି ମନ୍ଦିରଟି ହୁଅନ୍ତା କେମିତି ହୁଅନ୍ତା? ଭଲ ହୁଅନ୍ତା, ଆଉ ଗାଁର ସବୁ ଉନ୍ନତି ହୁଅନ୍ତା, ଗାଁର ଲୋକ ସବୁ ଭଲ ହୁଅନ୍ତା। ଯଦି ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ଯଦି ମନ୍ଦିରଟେ ହୁଅନ୍ତା ଆମ ଗାଁର ସମସ୍ତେ ଉପକୃତ ହେଇ ଖୁସି ହୁଅନ୍ତେ। ଯେଉଁ ଦୂର